ଆଜି କରିବା ଆମେ ଆସନ ଅର୍ଦ୍ଧଚନ୍ଦ୍ରାସନ, ଉଷ୍ଟ୍ରାସନ, ଯାହାକି ଆପଣଙ୍କର ସ୍ଲିପର ଡିସ୍କ ଠିକ୍ କରିଥାଏ, ମେରୁଦଣ୍ଡର ସମସ୍ୟାକୁ ଦୂର କରିଥାଏ, ସ୍ପଣ୍ଡିଲାଇଟିସରୁ ଲାଭ ମିଳିଥାଏ, ଆପଣ ହାତ ବଥା କାନ୍ଧ ବଥା ଦୂର ହୋଇଥାଏ। ତାହେଲେ କରିବା ଏହିପରି ଭାବରେ ବଜ୍ରାସନ ବସିବା। ପ୍ରଥମେ ଡାହାଣ ଗୋଡ଼କୁ ଭାଙ୍ଗି ନେବା, ତାପରେ ବାମ ଗୋଡ଼କୁ ଭାଙ୍ଗି ନେବା। ଦୁଇଟି ଲେଡି ଉପରେ ବସିଯିବେ, ଦୁଇଟି ବୁଢ଼ା ଆଙ୍ଗୁଠି ମିଶିକି ରହିବ। ଏହାକୁ ବଜ୍ରାସନ କୁହାଯାଇଥାଏ। ବଜ୍ରାସନରେ ବସିବା ଦ୍ୱାରା ବି ଆପଣଙ୍କ ଖାଦ୍ୟ ହଜମ ହୋଇଥାଏ, ବାତଜନିତ ସମସ୍ତ ସମସ୍ୟା ଦୂର ହୋଇଥାଏ। ତାହେଲେ କେବଳ ବସିବେ, ଖାଇବା ପରେ 5ରୁ 10 ମିନିଟ୍। ତାହେଲେ ଆପଣଙ୍କର ଏହି ବଜ୍ରାସନ ବସିବା ଦ୍ୱାରା ଦୂର ହୋଇଥାଏ ବାତ ସମସ୍ୟା, ଖାଦ୍ୟ ହଜମ ହୋଇଥାଏ, ପାଚନ ତନ୍ତ୍ର କ୍ରିୟା ଠିକ୍ ରହିଥାଏ। ଆଜିକାଲି ବିଭିନ୍ନ ପ୍ରକାର ଖାଦ୍ୟ ଖାଇଥାନ୍ତି ଯାହାକି ହଜମ ହୋଇନଥାଏ, ତା ଦ୍ୱାରା ହିଁ ବିଭିନ୍ନ ପ୍ରକାର ସମସ୍ୟା ସୃଷ୍ଟି ହୋଇଥାଏ। ତେଣୁ ଆସନ୍ତୁ ଆମେ ପ୍ରତିଦିନ ନିୟମିତ ଭାବରେ ଏହିପରି 5ରୁ 10 ମିନିଟ୍ ଖାଇସାରିଲା ପରେ ନିଶ୍ଚିତ ଭାବରେ ବସିବା। ଆମ ଶରୀରକୁ ଆମେ ସୁସ୍ଥ ରଖିବା।